Hello, dear students. Today we will discuss about Western political philosophy. The topic is on text and interpretation, antiquity, and Plato. So, whenever we study political science, we can't imagine without studying the Greek philosophers because the Greek philosophers done a tremendous job to making a systematic study of political science. So, in this chapter, we'll discuss about Plato and his ideas and his life and his how he was become a philosopher. All these things. So systematically, if you see, my presentation will follow first introduction, then life story of Plato, then who influenced him to the and what are the causes which influence him to become a political philosopher, and then Plato's contribution to the society and Plato's contribution to the Greek polity, and then Plato's theories and ideas. uh, First one is ideal state, justice, philosopher king, education, citizen, etc. So, introduction. You know, already I say that Plato is one of the famous philosopher and one of the significant figure in the Greek philosophy. So it is necessary and essential to study the Greek philosophers while studying the political science. So he is one of the foremost political philosopher. After that, Aristotle came and he also studied about the political science. However, Aristotle became a father of political science because he started the systematic study of political science. But Plato is the one person who started the study of political science. So, as far as Plato is concerned, he belongs to the Western political philosophy of antiquity. It is one of the most traditional period. ମାନେ ଏଇଟା ହେଉଛି ବହୁତ ପ୍ରାଚୀନତମ ସମୟ ଯେଉଁ ସମୟକୁ ପ୍ଲାଟୋ ବିଲଙ୍ଗ କରୁଥିଲେ କିନ୍ତୁ ତାଙ୍କର ଯେଉଁ ଚିନ୍ତାଧାରା ବର୍ତ୍ତମାନ ପର୍ଯ୍ୟନ୍ତ ଏତେ ସାଇଣ୍ଟିଫିକ ଥିଲା ବା ଏତେ ମାନେ ସିଗ୍ନିଫିକାନ୍ସ ଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ପଲିଟିକାଲ ସାଇନ୍ସକୁ ଷ୍ଟଡି କଲା ସମୟରେ ଆମେ ପ୍ଲାଟୋଙ୍କର ଚିନ୍ତାଧାରାକୁ ପଢ଼ିଥାଉ। ତେଣୁ ଏ ଯେଉଁ ଆଣ୍ଟିକ୍ୱିଟି ଯେଉଁ କୁହାଯାଉଛି ଆଣ୍ଟିକ୍ୱିଟି ଆଣ୍ଡ ଇଣ୍ଟରପ୍ରିଟେସନ୍ ଏଇଟା ହେଉଛି ସେ ଯେଉଁ ପୁରାତନ ସମୟରେ ସେମାନଙ୍କର କେଉଁ ପ୍ରକାର ଇଣ୍ଟରପ୍ରିଟେସନ୍ ଥିଲା କେଉଁ ପ୍ରକାର ଧାରଣା ଥିଲା ଏବଂ କେଉଁ ପ୍ରକାର ସେମାନେ ଚିନ୍ତାଧାରା ପ୍ରକାଶ କରୁଥିଲେ ଯାହାକି ଆମର ସମାଜକୁ ଗଢ଼ି ତୋଳିବା ପାଇଁ ସାହାଯ୍ୟ କରୁଥିଲା। ସେ ପ୍ଲାଟୋ ନିଜର 8 ବର୍ଷ ବୟସ ବେଳକୁ ସେ ସକ୍ରେଟିସଙ୍କର ଶିଷ୍ୟ ଭାବରେ ଥିଲେ। ନିଜ ଦେଶରେ ଲାଗି ରହିଥିବା ବିଭିନ୍ନ ଯୁଦ୍ଧ ଏବଂ ସକ୍ରେଟିସଙ୍କ ମୃତ୍ୟୁବରଣ ପରେ ସେ ବିଭିନ୍ନ ରାଷ୍ଟ୍ରକୁ ସେ ଭ୍ରମଣରେ ବାହାରି ଯାଇଥିଲେ ଏବଂ ସେ ଅବଜର୍ଭ କରିଥିଲେ ଡିଫରେଣ୍ଟ କଣ୍ଟ୍ରି ତାଙ୍କର ୱେ ଅଫ୍ ଲାଇଫ୍ ସୋସିଆଲ ଆଣ୍ଡ ପଲିଟିକାଲ ଷ୍ଟ୍ରକ୍ଚର ଆଣ୍ଡ ଇନଷ୍ଟିଟ୍ୟୁସନ୍ସ ଆଣ୍ଡ he made discussions with different scholars from different countries ମାନେ ସେ ବିଭିନ୍ନ ରାଷ୍ଟ୍ରକୁ ଭ୍ରମଣ କରିଥିଲେ ଏବଂ ସେମାନଙ୍କର ସୋସିଆଲ ଲାଇଫ୍ ପଲିଟିକାଲ ଲାଇଫ୍ ବିଷୟରେ ସେ ଅନୁଧ୍ୟାନ କରିଥିଲେ ଏବଂ ଏଇ ଯେଉଁ ପିରିୟଡ଼ରେ ସେ ଥିଲେ ସେଇ ସମୟରେ କୌଣସି ଜିନିଷ ଲିଖିତ ଆକାର ନଥିଲା ବହୁତ ଜିନିଷ କେବଳ ଆଇଡ଼ିଆ ବା ଭାବନା ବା ଚିନ୍ତାଧାରା ଦ୍ୱାରା ପ୍ରକାଶ କରାଯାଉଥିଲା ତାପରେ ବହୁତ କମ୍ ଜିନିଷ ଲିଖିତ ଆକାରରେ ରହୁଥିଲା। ନେକ୍ସଟ ଦ ଲାଇଫ୍ ଷ୍ଟୋରି ଅଫ୍ ପ୍ଲାଟୋ। ଯେମିତିକି ପ୍ଲାଟୋ ଜନ୍ମଗ୍ରହଣ କରିଥିଲେ ଏଥେନ୍ସରେ ତାଙ୍କର ପିତା ଥିଲେ ଏରିଷ୍ଟନ୍ ଏବଂ ମାତା ଥିଲେ ପେରିସିସନ୍ ସରି ଆଇ କାଣ୍ଟ ପ୍ରୋନାଉନ୍ସିଏଟ୍ ଇଟ୍। ଏହା ବ୍ୟତୀତ ତାଙ୍କର ପିତାମାତା ବା ତାଙ୍କର ବଂଶଧରମାନେ ରାଜାଙ୍କର ସେବକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପ୍ଲାଟୋଙ୍କର ନିଜ ଅରିଜିନାଲ ନାମ ଥିଲା ଆରିଷ୍ଟୋଟଲ୍ସ। ତାପରେ ସେ ନିଜର ଜୀବନର ବହୁତ ସମୟ ବିଭିନ୍ନ ଦେଶ ଭ୍ରମଣରେ ବିତେଇଥିଲେ ଏବଂ ତାଙ୍କର ଜୀବନର ଶେଷ ସମୟରେ ସେ ନିଜର ଗୋଟିଏ ଯେଉଁ ଏକାଡେମୀ ବା ନିଜର ଅନୁଷ୍ଠାନ ଯେଉଁ ଶିକ୍ଷାନୁଷ୍ଠାନ ଗଠନ କରିଥିଲେ ସେଥିରେ ସେ ଶେଷ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିଲେ ଏବଂ ସେଇଥିରେ ସେ ମୃତ୍ୟୁବରଣ କରିଥିଲେ ଏବଂ 347 BCରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରକୃତରେ ତାଙ୍କର ଲାଇଫକୁ ଯଦି ଦେଖିବା ଆମେ 3 ଷ୍ଟେଜରେ ଦେଖିବା ବହୁତ ସିମ୍ପଲି। ଦ ଫାର୍ଷ୍ଟ ଷ୍ଟେଜ୍ ୱାଜ୍ pupil of Socrates to receive education। ତାଙ୍କର ଯେଉଁ ପ୍ରଥମ ଏଜ୍ ସବୁ ଥିଲା ବା ପ୍ରାଇମେରୀ ଏଜୁକେସନ୍ ଗ୍ରହଣ କରିବା ବା ସକ୍ରେଟିସ୍ ଶିକ୍ଷା ଗ୍ରହଣ କରିବା ଏସବୁ ଜିନିଷ ଥିଲା ତାଙ୍କର ପ୍ରଥମ ଷ୍ଟେଜ୍। ସେକେଣ୍ଡ ଷ୍ଟେଜ୍ ହେଉଛି ଡେଥ୍ ଅଫ୍ ସକ୍ରେଟିସ୍ ଫ୍ରମ୍ ଭେରିୟସ୍ ନେସନ୍ସ।
ଯେତେବେଳେ ସକ୍ରେଟିସଙ୍କର ମୃତ୍ୟୁବରଣ ହେଲା ବା ତାଙ୍କୁ ବିଷ ଦିଆଯାଇଥିଲା ଏବଂ ସେତେବେଳକୁ ସେ ବହୁତ ମାତ୍ରାରେ ଚିନ୍ତାଗ୍ରସ୍ତ ଥିଲେ ପ୍ଲାଟୋ ଏବଂ ସେ ଇମାଜିନ୍ କରିଥିଲେ ଯେ କୌଣସି ପ୍ରକାର ଜଷ୍ଟ ଜିନିଷ ପାଇଁ ବା କୌଣସି ପ୍ରକାର ନ୍ୟାୟିକ ଜିନିଷ ପାଇଁ ସମାଜରେ ସ୍ଥାନ ନାହିଁ ବା ପଲିଟିକ୍ସରେ ସ୍ଥାନ ନାହିଁ। ତେଣୁ ସେ ବିରକ୍ତି ପ୍ରକାଶ କରି ଚିନ୍ତା ପ୍ରକାଶ କରି ସେ ସକ୍ରେଟିସଙ୍କ ମୃତ୍ୟୁ ପରେ ବିଭିନ୍ନ ରାଷ୍ଟ୍ରକୁ ସେ ଭ୍ରମଣରେ ଚାଲି ଯାଇଥିଲେ। ତାପରେ ଫାଇନାଲ ଷ୍ଟେଜ ହେଉଛି ଏଷ୍ଟାବ୍ଲିଶ ଅଫ୍ ଏକାଡେମୀ ଫର୍ ଦ ହାୟର ଲର୍ଣ୍ଣିଂ ଫର୍ ଫ୍ୟୁଚର ଫିଲୋସଫର ରୁଲର୍ସ। ସେ ଯେତେବେଳେ ଦେଖିଲେ ଯେ ପଲିଟିକ୍ସ ଗୋଟେ ମାନେ ଖରାପ ଆଡ଼କୁ ଗତି କରୁଛି, ପଲିଟିକାଲ ରୁଲର ମାନେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି, ତେଣୁ ଏମିତି ଗୋଟେ ଶାସକ ତିଆରି କରିବା ଯିଏ ସମସ୍ତଙ୍କର ସେବା ଏବଂ ସମସ୍ତଙ୍କର ପ୍ରୋଟେକ୍ସନ କରିପାରୁଥିବ। ତେଣୁ ସେ ଗୋଟେ ହାୟର ଲର୍ଣ୍ଣିଂ ପାଇଁ ବା ରାଜାଙ୍କୁ ଶାସନ ଶିକ୍ଷା ଦେବା ପାଇଁ ବା ଗୋଟେ ଭଲ ରାଜା ପ୍ରତିଷ୍ଠା କରିବା ପାଇଁ, ଆଦର୍ଶ ରାଜା ପ୍ରତିଷ୍ଠା କରିବା ପାଇଁ ସେ ଗୋଟେ ଅନୁଷ୍ଠାନ ଗଠନ କରିଥିଲେ ଏବଂ ଏଇ ଯେଉଁ ଫାଇନାଲ ଷ୍ଟେଜ ସେ ସେଇଥିରେ ହିଁ ତାଙ୍କର ମୃତ୍ୟୁବରଣ କରିଥିଲେ। ନେକ୍ସଟ ଦେଖିବା ଇନଫ୍ଲୁଏନ୍ସ। ସେ କାହା ଦ୍ୱାରା ଇନଫ୍ଲୁଏନ୍ସ ହେଇଥିଲେ ବା ଏମିତି କିଛି ସରାଉଣ୍ଡିଂସ୍ ଥିଲା ଯେଉଁ ସରାଉଣ୍ଡିଂସ୍ ତାଙ୍କୁ ବାଧ୍ୟ କରୁଥିଲା ତାଙ୍କୁ ଫିଲୋସଫିକାଲ ଥଟ୍ କରିବା ପାଇଁ ବା ଫିଲୋସଫର ହେବା ପାଇଁ। ତ ପ୍ରଥମତଃ ପ୍ଲାଟୋସ୍ ଡାୟଲଗ ୱାଜ ମାଉଥ ପିସ୍ ଅଫ୍ ସକ୍ରେଟିସ୍। ଯେହେତୁ ସକ୍ରେଟିସ୍ ତାଙ୍କର ଗୁରୁ ଥିଲେ ଏବଂ ସେତେବେଳେ କୌଣସି ଜିନିଷ ଲିଖିତ ଆକାରରେ ନଥିଲା, ତେଣୁ ସକ୍ରେଟିସ୍ ଯାହା ବି ଚିନ୍ତାଧାରା ପ୍ରକାଶ କରୁଥିଲେ, ଯାହା ବି ସେ ତାଙ୍କର ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ, ସେସବୁ ଜିନିଷକୁ ପ୍ଲାଟୋ ମାଉଥ ପିସ୍ ଭାବରେ ବା ତାକୁ ଲେଖନୀ ଭାବରେ ଲେଖିକି ରଖୁଥିଲେ ଲିଖିତ ଆକାରରେ। ନେକ୍ସଟ ହେଉଛି 399 ବିସିରେ ଯେତେବେଳେ ସକ୍ରେଟିସଙ୍କର ଏକ୍ଜିକ୍ୟୁସନ ହେଲା, ପ୍ଲାଟୋ ଏନଗେଜ ହିମସେଲ୍ଫ ଫର ଏ ଲଙ୍ଗ ଟ୍ରାଭେଲ ଟୁ ମେନି କଣ୍ଟ୍ରିଜ। ଯେତେବେଳେ ସକ୍ରେଟିସକୁ ହତ୍ୟା କରାଗଲା ସେତେବେଳେ ସେ ବାହାର ଦେଶ ଭ୍ରମଣରେ ଚାଲି ଯାଇଥିଲେ ଏବଂ ହି ୱାଜ କ୍ୱେଷ୍ଟ ଫର ଦ ପଲିଟିକାଲ ଫିଲୋସଫି। ସେ ପଲିଟିକାଲ ଫିଲୋସଫିକୁ ଖୋଜିବାରେ ଲାଗିଲେ, ଏମିତି କିଛି ଫିଲୋସଫି ଯେଉଁ ଫିଲୋସଫି ଦ୍ୱାରା ଲୋକମାନଙ୍କ ଭିତରେ ଶାନ୍ତି ପ୍ରତିଷ୍ଠା ହେଇପାରିବ। କିନ୍ତୁ ସେ ବି ଦେଖିଥିଲେ ତାଙ୍କର ନିଜ ନିଜ ଦେଶରେ ବି ନିଜର ରାଜ୍ୟ ଏଥେନ୍ସ ବି ଦ ପେଲୋପୋନେସିଆନ ୱାର 431 ଟୁ 404 ବିସି ପର୍ଯ୍ୟନ୍ତ 28 ଇୟର୍ସ ପର୍ଯ୍ୟନ୍ତ ଯୁଦ୍ଧରେ ଲିପ୍ତ ରହିଥିଲେ। ତାପରେ ଏଥେନ୍ସ ଭର୍ସେସ ସ୍ପାର୍ଟା, ଦ ଫଲ୍ ଅଫ୍ ଏଥେନ୍ସ, ତାଙ୍କର ଜେନେରାଲ ଯେତେବେଳେ ମୃତ୍ୟୁବରଣ କରିଥିଲେ, ଏହାଦ୍ୱାରା ପେରିକ୍ଲିସ୍ ଯେତେବେଳେ ମୃତ୍ୟୁବରଣ କଲେ ତାଙ୍କର ଏଥେନ୍ସକୁ ଅନେକ ଗୁଡ଼ିଏ ରାଷ୍ଟ୍ର ସବୁ ଆକ୍ରମଣ କରିଥିଲେ। ତାପରେ ଆସିଲା ପଲିଟିକାଲ ଆଣ୍ଡ ସୋସିଆଲ ଅନରେଷ୍ଟ ଇନ୍ ଏଥେନ୍ସ। ଯଦି ଯୁଦ୍ଧ ଲାଗି ରହୁଛି ତାହେଲେ ସର୍ବଦା ସୋସିଆଲି ଏବଂ ପଲିଟିକାଲି ଇନଷ୍ଟେବିଲିଟି ଦେଖାଯିବ, କୌଣସି ପ୍ରକାର ଶାନ୍ତି ରହିବ ନାହିଁ। ଏବଂ ଏନଗେଜମେଣ୍ଟ ଅଫ ଦ ୱାର ବିଟୱିନ୍ ଦ ଡିଫରେଣ୍ଟ ଷ୍ଟେଟ୍ସ, ନଟ୍ ଓନ୍ଲି ଏଥେନ୍ସ। ସୋ ସେ କେବଳ ଏଥେନ୍ସ ବିଷୟରେ ଚିନ୍ତା କରୁନଥିଲେ, ଏଥେନ୍ସ ବାଦ ଯେଉଁ ଅନ୍ୟାନ୍ୟ ଛୋଟ ଛୋଟ ରାଜ୍ୟ ସବୁ ଥିଲେ ସେଥିରେ ମଧ୍ୟ ନାଗରିକମାନେ ଜୀବନଯାପନ କରୁଥିଲେ, ସେଥିରେ ମଧ୍ୟ ରାଜାମାନେ ଥିଲେ, ସେଥିରେ ମଧ୍ୟ ଆଇନ ବ୍ୟବସ୍ଥା ଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଯଦି ରାଜାମାନେ ସର୍ବଦା ଯୁଦ୍ଧରେ ଯଦି ଲାଗି ରହୁଛନ୍ତି ତାହେଲେ ରାଜାଙ୍କର ତ ଅନିଷ୍ଟ ହେବ, ରାଜ୍ୟରେ ବି ଅନିଷ୍ଟ ହେବ ଏବଂ ନାଗରିକମାନଙ୍କର ମଧ୍ୟ ଅନିଷ୍ଟ ହେବ। ତେଣୁ ସେସବୁ ଜିନିଷକୁ ସେ ବାଦ ଦେଇ ସେ ଚିନ୍ତା କରୁଥିଲେ ଯେ ଏମିତି ଗୋଟେ ସିଷ୍ଟମ ତିଆରି କରିବା ଯେଉଁଠି କୌଣସି ପ୍ରକାର ଇନଷ୍ଟେବିଲିଟି ବା ଡିଷ୍ଟର୍ବାନ୍ସ ବା କୌଣସି ପ୍ରକାର ୱାର ରହିବ ନାହିଁ। ତେଣୁ ସେ ପଲିଟିକ୍ସକୁ ଗୋଟେ ଇଭିଲ୍ ବୋଲି କହୁଥିଲେ ଏବଂ ଯେଉଁ ପର୍ଯ୍ୟନ୍ତ ଆମେ ତାର ପ୍ରପର ମ୍ୟାନେଜମେଣ୍ଟ ଏବଂ ପ୍ରପର ଡିରେକ୍ସନରେ ନ ନେବା ସେଇ ପଲିଟିକ୍ସଟା ଗୋଟେ ଲୋକମାନଙ୍କ ପ୍ରତି ଖରାପ ଭାବରେ ସାବ୍ୟସ୍ତ ବୋଲି ସେ ବର୍ଣ୍ଣନା କରୁଥିଲେ। ତେଣୁ ତାଙ୍କର ଗୋଟେ ଡାଇଲଗ ଥିଲା ସେଭେନ୍ଥ ଲେଟରରେ, ସେ କହୁଛନ୍ତି ମେନ୍ ୱିଲ୍ ନେଭର ସିଜ୍ ଫ୍ରମ୍ ଅନଟ୍ରବୁଲ until either the true and genuine breed of philosophers shall to political office। ମାନେ ମଣିଷ କେବେ ମଧ୍ୟ ଠିକ ରାସ୍ତାକୁ ଆସିବ ନାହିଁ ଯେଉଁ ପର୍ଯ୍ୟନ୍ତ ଗୋଟେ ଉନ୍ନତ ଚିନ୍ତାଧାରା ଥିବା ପଲିଟିକାଲ ଅଫିସର ସେ ପଲିଟିକ୍ସକୁ ନିୟନ୍ତ୍ରଣ ନ କରିବ। ତା ମାନେ ସେ ଇନଡାଇରେକ୍ଟଲି କହୁଛନ୍ତି ଯେ ଗୋଟେ ଫିଲୋସଫର ବା ଉନ୍ନତ ଚିନ୍ତାଧାରାର ବ୍ୟକ୍ତି ହିଁ ସେ ରାଷ୍ଟ୍ରକୁ ଠିକ ଭାବରେ ଶାସନ କରିପାରିବ। ତେଣୁ ହି ଜଷ୍ଟ ଆଟେମ୍ପ୍ଟ ଟୁ ମୋଲ୍ଡ ଦ ରୁଲର୍ସ ଇନଟୁ ଫିଲୋସଫର୍ସ। ତେଣୁ ଯେଉଁ ଏକ୍ଜିଷ୍ଟିଂ ରୁଲର୍ସ ମାନେ ଥିଲେ ସେମାନଙ୍କୁ ଫିଲୋସଫିକାଲ ନଲେଜ ପ୍ରଦାନ କରୁଥିଲେ ଏବଂ ଫିଲୋସଫର ମାନେ ଯେଉଁ ଭଳିଆ ଚିନ୍ତାଧାରା ପ୍ରକାଶ କରନ୍ତି, ନର୍ମେଟିଭ ଚିନ୍ତାଧାରା, ଆଦର୍ଶ ଚିନ୍ତାଧାରା ବା ଷ୍ଟାଣ୍ଡାର୍ଡ ବା ଯେଉଁଠି ଥିବ କୋଡ୍ ଅଫ୍ କଣ୍ଡକ୍ଟ ଥିବ ସେଇ ପ୍ରକାର ଚିନ୍ତାଧାରା ପ୍ରକାଶ କରି ସେଇ ପ୍ରକାର ଭାବରେ ଆକ୍ଟ କରିବା ପାଇଁ ସେ ବାଧ୍ୟ କରିବା ପାଇଁ ସେ ଚେଷ୍ଟା କରୁଥିଲେ, କିନ୍ତୁ ସେ ସକ୍ସେସ୍ ହୋଇପାରି ନଥିଲେ। ତାପରେ 388 ବିସିରେ ସେ ଏକାଡେମୀ ନାମକ ଗୋଟେ ଏଜୁକେସନ ଇନଷ୍ଟିଚ୍ୟୁସନ ପ୍ରତିଷ୍ଠା କରିଥିଲେ, ଯେଉଁଟାକି ଅଲ୍ ଓଭର ୱାର୍ଲଡର ଫାଷ୍ଟ ଇନଷ୍ଟିଚ୍ୟୁସନ ଫର ଦ ହାୟର ଏଜୁକେସନ ଥିଲା। ଏଇଟା ପ୍ରଥମ। ନେକ୍ସଟ ୱିଲ୍ ଡିସ୍କସ୍ about the contributions of Plato towards the political science or towards the then existing
politics or Greek politics. The first one is 386 BC, the major work of his, that is the Republic. ଏଥିରେ ସେ ପଲିଟିକାଲ ଫିଲୋସଫି ବିଷୟରେ କହିଥିଲେ, ପଲିଟିକାଲ ଫିଲୋସଫି ଏବଂ ଜଷ୍ଟ ବିଷୟରେ କହିଥିଲେ ବା ଜଷ୍ଟିସ୍ ବିଷୟରେ କହିଥିଲେ, ଆଇଡିଆଲ ଷ୍ଟେଟ୍ ବିଷୟରେ କହିଥିଲେ ଏବଂ ଗୋଟେ ସିଟିଜନସିପ୍ ବିଷୟରେ ଆଇଡିଆଲ ସିଟିଜନସିପ୍ ବିଷୟରେ କହିଥିଲେ ଏବଂ ସେମାନଙ୍କର କ'ଣ କର୍ତ୍ତବ୍ୟ ହେବ ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ। ତାପରେ ଆସିଥିଲା ଦ ଷ୍ଟେଟ୍ସମ୍ୟାନ୍, ତାପରେ ଦ ଲସ୍ ହେଉଛି କମେଣ୍ଟାରୀ ସିଟି ଷ୍ଟେଟ୍ ବିଷୟରେ କିଛି ତଥ୍ୟ ସବୁ, ମାନେ ସେତେବେଳକୁ କି ପ୍ରକାର ସିଟି ଷ୍ଟେଟ୍ ଥିଲା, କ'ଣ ସବୁ ଆଇନ ସବୁ ଥିଲା, କ'ଣ ସବୁ ସେମାନଙ୍କର ରୁଲର ମାନେ କି ପ୍ରକାର ଶାସନ କରୁଥିଲେ, ନାଗରିକଙ୍କ ସହିତ ତାଙ୍କର କି ପ୍ରକାର ସମ୍ପର୍କ ଥିଲା ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ। ଦେନ୍ ଅଦର ରାଇଟିଂସ ଯାକ ହେଉଛି ଯେଉଁ ଗଭର୍ଣ୍ଣାନ୍ସ ଉପରେ ଥିଲା, ଯେପରିକି ଏପୋଲୋଜି ଆଣ୍ଡ କ୍ରିଟୋ। ଇଟ୍ ୱାଜ୍ ଡିଲିଂ ୱିଥ୍ ଦ ଲାଇଫ୍ ଆଣ୍ଡ ଡେଥ୍ ଅଫ୍ ସକ୍ରେଟିସ୍। ଏହା ଷ୍ଟେଟ୍ ଦ୍ୱାରା ସକ୍ରେଟିସ୍କୁ କେମିତି ମୃତ୍ୟୁମୁଖକୁ ପଠାଇ ଦିଆଯାଇଥିଲା, ସକ୍ରେଟିସ୍କୁ କେମିତି ମୃତ୍ୟୁଦଣ୍ଡ ଦିଆଯାଇଥିଲା ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ତାପରେ ଆସିଲା ଏଥିରେ ସେ ରେଜ୍ କରିଥିଲେ କ୍ୱେଶ୍ଚିନ୍ ଏବାଉଟ୍ ଦ ରିଲେସନ୍ ବିଟୱିନ୍ ଦ ଷ୍ଟେଟ୍ ଆଣ୍ଡ ସିଟିଜନ୍। ଷ୍ଟେଟ୍ ଆଉ ସିଟିଜନ୍ ଭିତରେ କି ପ୍ରକାର ସମ୍ପର୍କ ରହିବା ଦରକାର, ଷ୍ଟେଟ୍ ସିଟିଜନ୍କୁ କେତେ ମାତ୍ରାରେ କଣ୍ଟ୍ରୋଲ କରିବା ଦରକାର, ଏ ବିଷୟରେ ସେ ସେଥିରେ ବର୍ଣ୍ଣନା କରିଥିଲେ। ଦ ଚାର୍ମାଇଟ୍ସ ଆଣ୍ଡ ଲେଚେସ୍, ଦ ଭର୍ଚ୍ୟୁସ୍ ଅଫ୍ ସେଲ୍ଫ କଣ୍ଟ୍ରୋଲ ଆଣ୍ଡ କରେଜ୍ ଏବଂ ଷ୍ଟେଟ୍ ଆଜ୍ ପ୍ରମୋଟର ଅଫ୍ ଏଭ୍ରି ଭିର୍ଚ୍ୟୁ, ଉତ୍ତମ ଜ୍ଞାନ ପାଇଁ ବା ଆଦର୍ଶ ଜ୍ଞାନ ପାଇଁ ରାଷ୍ଟ୍ର କେମିତି ନିୟନ୍ତ୍ରଣ କରିବା ଦରକାର ସେ ବିଷୟରେ ବର୍ଣ୍ଣନା କରିଥିଲେ। ତାପରେ ଆସିଲା ଦ ମିନୋ ପ୍ରୋଟାଗୋରାସ୍, ଯେଉଁଥିରେ କି ସେ ନଲେଜ୍ ଟୁ ଡିଲ୍ ୱିଥ୍ ପଲିଟିକ୍ସ, ପଲିଟିକ୍ସକୁ ଡିଲ୍ କରିବା ପାଇଁ ନଲେଜ୍ ବିଷୟରେ ସେ ବର୍ଣ୍ଣନା କରିଥିଲେ। ତାପରେ ଗୋର୍ଜିଆସ୍, ଯେଉଁଥିରେ ସେ କନସର୍ନ ୱିଥ୍ ଦ ଭ୍ୟାଲ୍ୟୁ ଅଫ୍ ପଲିଟିକ୍ସ, ପଲିଟିକ୍ସର କ'ଣ ସବୁ ଆଦର୍ଶ ରହିଛି, କ'ଣ ସବୁ ଚିନ୍ତାଧାରା ରହିଛି ସେଥିରେ ସେ ଗୁରୁତ୍ୱ ଦେଇଥିଲେ। ମାନେ ଗୋଟିଏ ରୁଲର କେତେ ମାତ୍ରାରେ ଜଷ୍ଟ ହେବା ଦରକାର, କେତେ ମାତ୍ରାରେ ଭିର୍ଚ୍ୟୁ ରହିବା ଦରକାର, ତାଙ୍କ ପାଖରେ ସଦ୍ଗୁଣ ରହିବା ଦରକାର, ଯାହାଦ୍ୱାରା କି ସେ ପଲିଟିକ୍ସକୁ ନିୟନ୍ତ୍ରଣ କରିପାରିବ। ଇନ୍ ଅଲ୍ ହିଜ୍ ୱାର୍କ ଷ୍ଟ୍ରେସ୍ ଫର୍ ଓନ୍ଲି କମ୍ପିଟେଣ୍ଟ ରୁଲର, ବେଷ୍ଟ ଗଭର୍ଣ୍ଣମେଣ୍ଟ ସୁଡ୍ ବି ଇନଷ୍ଟଲ୍ଡ। ସେ ଚେଷ୍ଟା କରୁଥିଲେ, ଯେତିକି ସବୁ ତାଙ୍କର ଲେଖା ସବୁ ଥିଲା ସେଥିରେ ସେ ଚେଷ୍ଟା କରୁଥିଲେ ତାଙ୍କ ରୁଲର ସୁଡ୍ ବି ଓନ୍ଲି କମ୍ପିଟେଣ୍ଟ, ମାନେ ସେ ସର୍ବୋଚ୍ଚ କ୍ଷମତା ଧାରଣ କରୁ ଏବଂ ସେ କୌଣସି ଅନ୍ୟ ଥାର୍ଡ ପାର୍ଟି ଦ୍ୱାରା ଯେମିତି ସେ ନିୟନ୍ତ୍ରିତ ନ ହଉ, ଯେମିତିକି ରିଲିଜନ ଦ୍ୱାରା ହଉ କିମ୍ବା ଅନ୍ୟ କୌଣସି ରାଜାମାନଙ୍କ ଦ୍ୱାରା ସେ ନିୟନ୍ତ୍ରିତ ନ ହଉ। ସେ ଚେଷ୍ଟା କରିବ ଯେମିତିକି ନିଜ ରାଷ୍ଟ୍ରରେ ଗୋଟେ ବେଷ୍ଟ ଗଭର୍ଣ୍ଣମେଣ୍ଟକୁ ପ୍ରତିଷ୍ଠା କରିବା ପାଇଁ ଏବଂ ଗଭର୍ଣ୍ଣମେଣ୍ଟ ସୁଡ୍ ବି ଏନ୍ସ୍ୟୋର ଦ ହ୍ୟାପିନେସ୍ ଅଫ୍ ଦ ଅଲ୍ ପିପୁଲ, ଏବଂ ସେଇ ଗଭର୍ଣ୍ଣମେଣ୍ଟଟା ଲୋକମାନଙ୍କର ସୁଖ ଶାନ୍ତିକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ। ନେକ୍ସଟ ହେଉଛି ଆମେ ଦେଖିବା ଡିଫରେଣ୍ଟ ଆଇଡିଆସ୍, ଥିଓରିଜ୍ ଆଣ୍ଡ କନସେପ୍ଟ ଅଫ୍ ଦ ପ୍ଲାଟୋ। ଫାର୍ଷ୍ଟ ହେଉଛି ଆଇଡିଆଲ ଷ୍ଟେଟ୍। ସେ ଗୋଟେ ଏମିତିକା ଆଦର୍ଶ ରାଷ୍ଟ୍ର ଗଠନ କରିବା ପାଇଁ ଚେଷ୍ଟା କରୁଥିଲେ ଯେଉଁ ଆଦର୍ଶ ରାଷ୍ଟ୍ରରେ ସମସ୍ତଙ୍କର ଅର୍ଥନୈତିକ, ସାମାଜିକ ବା ଲୋକମାନଙ୍କର ସମସ୍ତ ଆବଶ୍ୟକତା ଯେମିତି ପୂର୍ଣ୍ଣ ହୋଇପାରୁଥିବ। ବ୍ୟକ୍ତିମାନଙ୍କ ସ୍ପେଶାଲାଇଜେସନ ଅନୁସାରେ ସେମାନେ କାମ କରିବେ ଏବଂ 3 କ୍ଲାସ୍ ରହିବ, ଯେଉଁଠିକି ରୁଲର କ୍ଲାସ୍ ରହିବ ଶାସନ କରିବା ପାଇଁ, ମିଲିଟାରୀ କ୍ଲାସ୍ ରହିବ ଗାର୍ଡ କରିବା ପାଇଁ ଏବଂ ଫାର୍ମର କ୍ଲାସ୍ ରହିବ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ। ସେମିତି ଥିଓରି ଅଫ୍ ଜଷ୍ଟିସରେ କହୁଛନ୍ତି ଡୁଇଂ ୱାନ୍ସ ଜବ୍ ହୁ ଇଜ୍ ରିଏଲି ଫିଟେଡ୍ ଫର୍ ଏବଂ ନନ୍ ଇଣ୍ଟରଫିୟରେନ୍ସ ଅଫ୍ ଦ ୱାନ୍ ପର୍ସନ୍ ଟୁ ଆନାଦର ପର୍ସନ୍ସ ଜବ୍। ମାନେ ଏହି ଜାଗାରେ କୁହାଗଲା ଯିଏ ଯେଉଁ କାମ ପାଇଁ ଯୋଗ୍ୟ ସେ ସେଇ କାମ କରିବ ଏବଂ ଯେଉଁ ବ୍ୟକ୍ତି ଅଯୋଗ୍ୟ ଥିବ ବା ଯେଉଁ ବ୍ୟକ୍ତି ଗୋଟେ କାମ ପାଇଁ ତାକୁ ନିର୍ଦ୍ଦିଷ୍ଟ କାମ ପାଇଁ ତାକୁ ରଖାଯାଇଥିବ ସେ ଅନ୍ୟ କାମରେ ଯେମିତି ସେ ଇଣ୍ଟରଫିୟର କରିବ ନାହିଁ। ନେକ୍ସଟ ହେଉଛି ସିଟିଜନସିପ୍। ସିଟିଜନସିପ୍ ତମର 3 ପ୍ରକାର ରହିବ, ରୁଲର, ମିଲିଟାରୀ, ଫାର୍ମର। ଯେହେତୁ ଆମକୁ ଉତ୍ତମ ରାଷ୍ଟ୍ର ଗଠନ କରିବାର ଅଛି, ସମସ୍ତେ ନିଜ ନିଜର କାମ କରିବେ। ତାପରେ ଆସିଲା ଏଜୁକେସନ। ଏଜୁକେସନ ସୁଡ୍ ବି ଷ୍ଟେଟ୍ କଣ୍ଟ୍ରୋଲ, ଷ୍ଟେଟ୍ ଦ୍ୱାରା କଣ୍ଟ୍ରୋଲ କରାଯିବ ଏବଂ ସମସ୍ତଙ୍କୁ ୟୁନିଫର୍ମ ଏଜୁକେସନ ଦିଆଯିବ ଏବଂ ଏଜୁକେସନ ସୁଡ୍ ବି ପ୍ରାଇମେରୀ, ହାୟର ଆଣ୍ଡ ଫିଲୋସଫିକାଲ। ପ୍ରାଇମେରୀରେ ସମସ୍ତଙ୍କୁ ପ୍ରାଇମେରୀ ଶିକ୍ଷା ଦିଆଯିବ, ପ୍ରାଥମିକ ଶିକ୍ଷା। ହାୟରରେ ସମସ୍ତଙ୍କର ଫିଜିକାଲ ଟ୍ରେନିଂ ଆଣ୍ଡ ଫିଲୋସଫିକାଲରେ ତମର ଫିଲୋସଫର ଯେଉଁ ମାନେ ଉତ୍ତମ ଜ୍ଞାନ ପାଇଁ ଯେଉଁ ଫିଲୋସଫର କିଙ୍ଗ ଗଠନ କରିବା ପାଇଁ ଯାହା ସବୁ ଆବଶ୍ୟକ ଜ୍ଞାନ ଥିଲା ସେସବୁ ଜିନିଷ ପ୍ରଦାନ କରାଯିବ। Thank you, students.